ଟିକେ କଳ୍ପନା କରାଯାଉ, ମାନେ ଜଷ୍ଟ ଇମାଜିନ୍ କେହି ଜଣେ ସକାଳୁ ଉଠିବା ବେଳକୁ ହଠାତ୍ ଜାଣିବାକୁ ପାଇବ ଯେ ତାର ନିଜ ସହର, ତାର ମାତୃଭାଷା କହୁଥିବା ଲୋକ ଆଉ ସମ୍ପୂର୍ଣ୍ଣ ସଂସ୍କୃତିକୁ ଖଣ୍ଡ ଖଣ୍ଡ କରି କାଟି ଦିଆଯାଇଛି। ମାନେ ସିଧା ତିନୋଟି ସମ୍ପୂର୍ଣ୍ଣ ଭିନ୍ନ ସରକାରଙ୍କ ହାତରେ ଟେକି ଦିଆଯାଇଛି, ରାଇଟ୍? ଏକ୍ଜାକ୍ଟଲି। କୌଣସି ଗୋଟିଏ ଅଞ୍ଚଳର ନିଷ୍ପତ୍ତି ଆଉ ଗୋଟିଏ ଅଞ୍ଚଳ ସହିତ ବିଲକୁଲ ମେଳ ଖାଉନାହିଁ। ଏକ ସାଧାରଣ ନାଗରିକ ପାଇଁ ନିଜର ପରିଚୟ ବଜାୟ ରଖିବା କେତେ କଷ୍ଟକର ହୋଇପାରେ ତାହା ଅନୁମାନ କରିବା ମଧ୍ୟ ଭୟଙ୍କର ଅଟେ। ହଁ, ଠିକ୍ କହିଲେ। ଆଉ ଠିକ୍ ଏହି ସମାନ ପରିସ୍ଥିତି 1920 ଦଶକ ପୂର୍ବରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଥିଲା। ସେଗୁଡ଼ିକ ଯେମିତିକି ବେଙ୍ଗାଲ ପ୍ରେସିଡେନ୍ସି, ମାଡ୍ରାସ ପ୍ରେସିଡେନ୍ସି ଆଉ ସେଣ୍ଟ୍ରାଲ ପ୍ରୋଭିନ୍ସେସ୍ ଭଳି ଭିନ୍ନ ଭିନ୍ନ ବ୍ରିଟିଶ ପ୍ରଶାସନିକ କ୍ଷେତ୍ର ମଧ୍ୟରେ ଛିନ୍ନ ଭିନ୍ନ ହୋଇ ରହିଥିଲା। ଏକ୍ଜାକ୍ଟଲି। ଆଉ ଆଜିର ଏହି ଡିପ୍ ଡାଇଭ୍ରେ ଆମେ ଏକାଡେମିକ୍ ଏବଂ ପରୀକ୍ଷା କେନ୍ଦ୍ରିକ ବିଶ୍ଳେଷଣ ମାଧ୍ୟମରେ ଦେଖିବା ଯେ 1920ରୁ 1949 ମସିହା ମଧ୍ୟରେ ଓଡ଼ିଶାର ଏହି ଖଣ୍ଡ ବିଖଣ୍ଡିତ ଅଞ୍ଚଳଗୁଡ଼ିକ କିପରି ଏକାଠି ହେଲା, ଯାହାକୁ ଇତିହାସରେ ଜିଓପଲିଟିକାଲ ୟୁନିଫିକେସନ୍ ଅଫ୍ ଓଡ଼ିଶା ବୋଲି କୁହାଯାଏ। ଆଚ୍ଛା, ଏହି ସମ୍ପୂର୍ଣ୍ଣ ଏକତ୍ରୀକରଣ ପ୍ରକ୍ରିୟା ବା ପ୍ରଦେଶ ଗଠନର ଇତିହାସକୁ ସୁବିଧାରେ ବୁଝିବା ପାଇଁ, ବିଶେଷ କରି ପରୀକ୍ଷା ପାଇଁ ତଥ୍ୟ ମନେ ରଖିବାକୁ ଏହାକୁ ଦୁଇଟି ମୁଖ୍ୟ ଯୁଗ ବା ଇରାଜରେ ବିଭକ୍ତ କରାଯାଇଛି। ଦୁଇଟି ଇରାଜ, ମାନେ ଗୋଟିଏ ହେଉଛି ଫର୍ମେସନ୍ ଏରା ଆଉ ଅନ୍ୟଟି ଇଣ୍ଟିଗ୍ରେସନ୍ ଏରା, ଠିକ୍? ହଁ, ବିଲକୁଲ। ପ୍ରଥମଟି ହେଉଛି ଫର୍ମେସନ୍ ଏରା ବା ଗଠନ ଯୁଗ, ଯାହା 1920ରୁ 1936 ମସିହା ମଧ୍ୟରେ ଥିଲା। ଏହା ମୁଖ୍ୟତଃ ବ୍ରିଟିଶ ଆଡମିନିଷ୍ଟ୍ରେଟିଭ କମିଟିଜ୍ ଦ୍ୱାରା ପରିଚାଳିତ ହେଉଥିଲା। ଅଲରାଇଟ୍। ଆଉ ଦ୍ୱିତୀୟଟି ହେଉଛି ଇଣ୍ଟିଗ୍ରେସନ୍ ଏରା ବା ମିଶ୍ରଣ ଯୁଗ, ଯାହା 1946ରୁ 1939 ମଧ୍ୟରେ ଚାଲିଥିଲା। ଏହି ସମୟରେ ବ୍ରିଟିଶ ଶାସନର ଅବସାନ ଘଟୁଥିଲା ଏବଂ ଏହା ସ୍ଥାନୀୟ ରାଜନୈତିକ ନେତୃତ୍ୱ ବା ଲୋକାଲ ପୋଷ୍ଟ ଇଣ୍ଡିପେଣ୍ଡେନ୍ସ ପଲିଟିକାଲ ଲିଡରସିପ୍ ଦ୍ୱାରା ପରିଚାଳିତ ହେଉଥିଲା। ତାହେଲେ ପ୍ରଥମେ ଗଠନ ଯୁଗ ବିଷୟରେ ଆଲୋଚନା କରିବା। ଏହି ଛିନ୍ନ ଭିନ୍ନ ଅଞ୍ଚଳଗୁଡ଼ିକୁ ଗୋଟିଏ ବିଶାଳ ଜିଗ୍ସୋ ପଜଲ୍ ସହିତ ଆମେ ତୁଳନା କରିପାରିବା। ପ୍ରତ୍ୟେକ ଖଣ୍ଡ ଅଲଗା ଅଲଗା ବ୍ରିଟିଶ ଅଧିକାରୀଙ୍କ ଟେବୁଲ ଉପରେ ପଡ଼ିଥିଲା। ବହୁତ ବଢ଼ିଆ ଆନାଲୋଜି ଏଟା। ସମସ୍ତେ ଓଡ଼ିଆ କହୁଥିଲେ, ସମସ୍ତଙ୍କର ସଂସ୍କୃତି ଏକ ଥିଲା, କିନ୍ତୁ ପ୍ରଶାସନିକ ସ୍ତରରେ ସେମାନଙ୍କ ମଧ୍ୟରେ କୌଣସି ଆଇନଗତ ସମ୍ପର୍କ ନଥିଲା। ତବେ ଏହି ଜେଗ୍ସ ପଜଲ୍ର ସମସ୍ତ ଖଣ୍ଡକୁ ଏକାଠି କରି ଗୋଟେ ଚିତ୍ର ବନାଇବାର ସରକାରୀ ପ୍ରୟାସ ବା ଅଫିସିଆଲ ଏଫର୍ଟ କେଉଁଠାରୁ ଆରମ୍ଭ ହେଲା? ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, କାରଣ ଆମେ ସବୁବେଳେ 1936 ମସିହାକୁ ମୂଳବିନ୍ଦୁ ଭାବେ ଦେଖୁ, କିନ୍ତୁ ପ୍ରକୃତ ଲେଜିସ୍ଲେଟିଭ ଟ୍ରିଗର ଥିଲା 1920 ମସିହାରେ। ଆଚ୍ଛା, 1920 ମସିହାରେ କେଉଁ ତାରିଖରେ ତାହା ହୋଇଥିଲା? ଫେବୃଆରୀ 20, 1920। ଏହି ତାରିଖଟି ସମ୍ପୂର୍ଣ୍ଣ ଏକତ୍ରୀକରଣ ପ୍ରକ୍ରିୟାର ମୂଳଦୁଆ ପକାଇଥିଲା। ଏହି ଦିନ ଇମ୍ପେରିଆଲ ଲେଜିସ୍ଲେଟିଭ କାଉନସିଲରେ ସଚ୍ଚିଦାନନ୍ଦ ସିହ୍ନାଙ୍କ ଦ୍ୱାରା ଏକ ପ୍ରସ୍ତାବ ଆଗତ ହୋଇଥିଲା। ଓହୋ, ଯାହାକୁ ଆମେ 1920 ସିହ୍ନା ରେଜଲ୍ୟୁସନ୍ କହୁ। ଏକ୍ଜାକ୍ଟଲି, 1920 ସିହ୍ନା ରେଜଲ୍ୟୁସନ୍। ଏହାର ଉଦ୍ଦେଶ୍ୟ ଥିଲା ବ୍ରିଟିଶ ଶାସନାଧୀନ ଥିବା ସମସ୍ତ ଓଡ଼ିଆ ଅଞ୍ଚଳଗୁଡ଼ିକୁ କଠୋର ଭାବରେ ଏକତ୍ରୀକରଣ ବା ଷ୍ଟ୍ରିକ୍ଟ ଆମାଲଗମେସନ୍ କରିବା। ଏହା ପୂର୍ବରୁ ଉତ୍କଳ ସମ୍ମିଳନୀ ଭଳି ଅନୁଷ୍ଠାନ ମାଧ୍ୟମରେ ଦାବିତ ହେଉଥିଲା, କିନ୍ତୁ ତାହା କେବଳ ସାମାଜିକ ଏବଂ ସାଂସ୍କୃତିକ ସ୍ତରରେ ସୀମିତ ଥିଲା। ମାନେ ସିହ୍ନା ରେଜଲ୍ୟୁସନ୍ ଏହି ପ୍ରସଙ୍ଗକୁ ପ୍ରଥମ ଥର ପାଇଁ ବ୍ରିଟିଶ ପ୍ରଶାସନର ଆଇନଗତ ପରିସର ମଧ୍ୟକୁ ଆଣିଥିଲା। ଅର୍ଥାତ୍ ଏକ ସାମାଜିକ ଆନ୍ଦୋଳନକୁ ପ୍ରଥମ ଥର ପାଇଁ ଅଫିସିଆଲ ବ୍ୟୁରୋକ୍ରାଟିକ୍ ରେକର୍ଡରେ ସ୍ଥାନ ମିଳିଲା, ରାଇଟ୍? ହଁ, ତାହା ଏକ କ୍ରୁସିଆଲ ଲେଜିସ୍ଲେଟିଭ ଫାଉଣ୍ଡେସନ ସ୍ଥାପନ କଲା, ଯାହା ବିନା ପରବର୍ତ୍ତୀ କମିଟିଗୁଡ଼ିକ ହୁଏତ ଗଠନ ହୋଇପାରିନଥାନ୍ତେ। ଏହାପରେ ହିଁ କ୍ରମାଗତ ଭାବରେ ବ୍ରିଟିଶ କମିଟିଗୁଡ଼ିକ ଆସିବା ଆରମ୍ଭ କଲେ, ଯେମିତିକି ଡିସେମ୍ବର 1924ରେ ଫିଲିପ୍ ଡଫ୍ କମିଟି ଗଠିତ ହେଲା। ଫିଲିପ୍ ଡଫ୍ କମିଟି, ଯାହାକି ମୁଖ୍ୟତଃ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ଗଞ୍ଜାମ ଅଞ୍ଚଳକୁ ଓଡ଼ିଶା ସହିତ ମିଶାଇବା ଉପରେ ଗୁରୁତ୍ୱ ଦେଇଥିଲା। ସେମାନଙ୍କର ଯୁକ୍ତି ଥିଲା ଯେ ଏକା ଭାଷା କହୁଥିବା ଲୋକମାନଙ୍କୁ ଗୋଟିଏ ପ୍ରଶାସନ ଅଧୀନରେ ରଖିଲେ ବେଟର ଆଡମିନିଷ୍ଟ୍ରେସନ୍ ସମ୍ଭବ ହୋଇପାରିବ। ହଁ, ଆଉ ଏହି ଫିଲିପ୍ ଡଫ୍ କମିଟିର ରିପୋର୍ଟକୁ ଭିତ୍ତି କରି ହିଁ 1927 ମସିହାରେ ସାଇମନ୍ କମିଶନ ଓଡ଼ିଶା ପ୍ରସଙ୍ଗରେ ଏକ ସକାରାତ୍ମକ ଆଭିମୁଖ୍ୟ ପୋଷଣ କଲା। ଯଦିଓ ସାଇମନ୍ କମିଶନକୁ ସେତେବେଳେ ସମଗ୍ର ଭାରତବର୍ଷରେ ତୀବ୍ର ବିରୋଧ କରାଯାଉଥିଲା, ତଥାପି ଓଡ଼ିଆ ନେତାମାନେ ଏହାକୁ ଏକ ସୁଯୋଗ ଭାବେ ବ୍ୟବହାର କରିଥିଲେ। ବିଲକୁଲ। ଓ ସେଇଥିପାଇଁ ସାଇମନ୍ କମିଶନ ଔପଚାରିକ ଭାବେ ଏକ ସ୍ୱତନ୍ତ୍ର ବାଉଣ୍ଡ୍ରି କମିଶନ
ବା ସୀମା ନିର୍ଦ୍ଧାରଣ କମିଶନ ଗଠନ କରିବା ପାଇଁ ପ୍ରସ୍ତାବ ଦେଲେ। ଅର୍ଥାତ୍ କେବଳ କଥାରେ ନୁହେଁ, ବାସ୍ତବରେ ମାନଚିତ୍ର ଉପରେ ଏକ ନୂଆ ସୀମା ଟାଣିବାର ପ୍ରକ୍ରିୟା ଏଠାରୁ ଆରମ୍ଭ ହେଲା। ଆଚ୍ଛା, ତେବେ ଏହି ଆଇନଗତ ପ୍ରକ୍ରିୟାକୁ ଏକ ବଡ଼ ପଲିଟିକାଲ ପୁsh ବା ରାଜନୈତିକ ଗତିଶୀଳତା କେବେ ମିଳିଲା? ବୋଧହୁଏ 1930 ମସିହାରେ? ହଁ, 1930 ମସିହାରେ ଲଣ୍ଡନରେ ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ଗୋଲ ଟେବଲ ବୈଠକ ବା ସେକେଣ୍ଡ ରାଉଣ୍ଡ ଟେବଲ କନଫରେନ୍ସରେ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏକ ବିସ୍ତୃତ ସ୍ମାରକପତ୍ର ବା ମେମୋରାଣ୍ଡମ୍ ଉପସ୍ଥାପନ କଲେ। ସେ ବ୍ରିଟିଶ ସାମ୍ରାଜ୍ୟର ସର୍ବୋଚ୍ଚ କ୍ଷମତା କେନ୍ଦ୍ରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ବଳିଷ୍ଠ ଦାବି ରଖିଥିଲେ। ପରୀକ୍ଷା ପାଇଁ ଏହି କ୍ରମ ବା କ୍ରୋନୋଲୋଜି ମନେ ରଖିବା ନିତାନ୍ତ ଜରୁରୀ। ଏକଦମ। ପିଲାମାନେ ଧ୍ୟାନ ଦେବେ, ପ୍ରଥମେ 1920 ସିନା ରେଜଲ୍ୟୁସନ, ତାପରେ 1924 ଫିଲିପ ଡଫ୍ କମିଟି, 1927 ସାଇମନ କମିଶନ ଏବଂ ଶେଷରେ 1930ର ଦ୍ୱିତୀୟ ଗୋଲ ଟେବୁଲ ବୈଠକ। ତେବେ ଏହି ଘଟଣାକ୍ରମ ହିଁ ଏକ ନିର୍ଦ୍ଦିଷ୍ଟ ବ୍ଲୁପ୍ରିଣ୍ଟ ଆଡ଼କୁ ବାଟ କଢ଼ାଇ ନେଇଥିଲା, କାରଣ ଦାବିକୁ ବାସ୍ତବ ରୂପ ଦେବାକୁ ହେଲେ ନିର୍ଦ୍ଦିଷ୍ଟ ପରିସଂଖ୍ୟାନ ବା ଡେଟା ଲୋଡ଼ା। ହଁ, ଆଉ ଏହି ଦାୟିତ୍ୱ ଦିଆଗଲା 1931 ମସିହାର ବାଉଣ୍ଡରୀ କମିଶନକୁ। ଏହି କମିଶନର ଅଧ୍ୟକ୍ଷ ଥିଲେ ସାମୁଏଲ ଓଡୋନେଲ ଏବଂ ସେଥିପାଇଁ ଏହାକୁ ଓଡୋନେଲ କମିଟି ମଧ୍ୟ କୁହାଯାଏ। ଏହି କମିଟିର ସଦସ୍ୟମାନେ କିଏ ଥିଲେ? ସଦସ୍ୟ ବା ମେମ୍ବର୍ସ ଭାବରେ ଥିଲେ ଏଚ୍.ଏମ୍. ମେହେଟ୍ଟା ଏବଂ ଟି.ଆର୍. ଫୁକାନ। କିନ୍ତୁ ଏଥିରେ ସ୍ଥାନୀୟ ଅଞ୍ଚଳରୁ ସହଯୋଗୀ ବା ଆସୋସିଏଟ୍ସ ମଧ୍ୟ ନିଯୁକ୍ତ ହୋଇଥିଲେ, ଯେମିତିକି କେ.ସି.ଜି. ନାରାୟଣ ଦେବ, ଏସ୍.ଏନ୍. ସିହ୍ନା ଏବଂ ଏନ୍. ରାଜୁ। ବହୁତ ସମୟରେ ଇତିହାସ ପଢ଼ିବା ବେଳେ ଏକ ସାଧାରଣ ଧାରଣା ରହେ ଯେ କେବଳ ମୁଖ୍ୟ ଇଂରେଜ ଅଧିକାରୀଙ୍କର ନାମ ମନେ ରଖିଲେ ଯଥେଷ୍ଟ, କିନ୍ତୁ ପରୀକ୍ଷା ଦୃଷ୍ଟିକୋଣରୁ ମେମ୍ବର୍ସ ଏବଂ ଆସୋସିଏଟ୍ସମାନଙ୍କୁ ପୃଥକ ଭାବରେ ମନେ ରଖିବା କାହିଁକି ନିର୍ଣ୍ଣାୟକ ଅଟେ? ଖୁବ୍ ଭଲ ପ୍ରଶ୍ନ। କାରଣ ଆସୋସିଏଟ୍ସ ମାନେ ହିଁ ସେହି ବ୍ୟକ୍ତି ଥିଲେ ଯେଉଁମାନେ ଗ୍ରାଉଣ୍ଡ ରିଆଲିଟି ସହିତ କମିଶନକୁ ଅବଗତ କରାଉଥିଲେ। ମାନେ ସେମାନେ ନିର୍ଦ୍ଦିଷ୍ଟ ଗାଁ, ତହସିଲ ଏବଂ ଜମିଜମା ରେକର୍ଡ ସହିତ ଯୁକ୍ତି ଉପସ୍ଥାପନ କରୁଥିଲେ ଯେ କେଉଁ ଅଞ୍ଚଳ ଓଡ଼ିଶାରେ ରହିବା ଉଚିତ। ରାଇଟ୍। ଆଉ ଏହି କମିଟି ଯେଉଁ ମେଟ୍ରିକ୍ସ ପ୍ରସ୍ତୁତ କଲା, ପ୍ରସ୍ତାବିତ କ୍ଷେତ୍ରଫଳ 33,000 ବର୍ଗ ମାଇଲ ଏବଂ ଜନସଂଖ୍ୟା 8,87,700, ଏହା କେବଳ ଏକ ଶୁଖିଲା ଡେଟା ନଥିଲା। ନା, ବିଲକୁଲ ନୁହେଁ। ଏହି ନିର୍ଦ୍ଦିଷ୍ଟ ପରିସଂଖ୍ୟାନ ଉପରେ ଭିତ୍ତି କରି ହିଁ ନୂତନ ପ୍ରଦେଶର ବଜେଟ୍, ବିଧାନସଭା ସିଟ୍ ସଂଖ୍ୟା ଏବଂ ପ୍ରଶାସନିକ ଖର୍ଚ୍ଚର ଆକଳନ କରାଯିବାର ଥିଲା। ମାନେ ଏହି ଡାଟା ହିଁ ପ୍ରକୃତରେ ଓଡ଼ିଶାର ବାସ୍ତବିକ ରୂପରେଖା ଥିଲା। ତେବେ ଏହି ମେଟ୍ରିକ୍ସ ଆଧାରରେ କମିଶନ କେଉଁ କେଉଁ ଅଞ୍ଚଳଗୁଡ଼ିକୁ ସାମିଲ କଲେ? ସେଗୁଡ଼ିକ ଥିଲା ମୂଳ ଓଡ଼ିଶା ଡିଭିଜନ, ଅନୁଗୁଳ, ପଦ୍ମପୁର, ଖରିଆର ଏଷ୍ଟେଟ୍ ଏବଂ ଗଞ୍ଜାମ ଓ ବିଶାଖାପଟ୍ଟନା ବା ବିଶାଖପଟ୍ଟନମର ଅଧିକାଂଶ ଭାଗ। ଏହି ଭୌଗୋଳିକ ଚିଠା ପ୍ରସ୍ତୁତ ହେବା ପରେ ଶେଷରେ 1936 ମସିହାରେ 6ଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା। ଏହା ଥିଲା ବ୍ରିଟିଶ ପ୍ରଶାସନ ଅଧୀନରେ ଥିବା ଫର୍ମେସନ ଏରାର ଚୂଡ଼ାନ୍ତ ଫଳାଫଳ। କିନ୍ତୁ 1936ରେ ମାନଚିତ୍ର ତ ପ୍ରସ୍ତୁତ ହୋଇଗଲା, କିନ୍ତୁ ସେହି ମାନଚିତ୍ରକୁ ଯଦି ଆମେ ଧ୍ୟାନରେ ଦେଖିବା, ତେବେ ତାହା ମଝିରେ ଏକ ବିରାଟ ଶୂନ୍ୟସ୍ଥାନ ଥିଲା। ହଁ, କାରଣ ନୂଆ ପ୍ରଦେଶ ଗଠନ ହେଲା ସତ୍, କିନ୍ତୁ ଏହା ଭିତରେ ଏବଂ ଆଖପାଖରେ ଥିବା ଅନେକ ସ୍ୱାଧୀନ ଗର୍ଜାଟ ପ୍ରିନ୍ସଲି ଷ୍ଟେଟ୍ସ ଏଥିରେ ସାମିଲ ନଥିଲେ। ସେମାନେ ବ୍ରିଟିଶ ଚୁକ୍ତି ଅନୁଯାୟୀ ନିଜସ୍ୱ ଶାସନ କରୁଥିଲେ। ଅର୍ଥାତ୍ ଏକ ସମ୍ପୂର୍ଣ୍ଣ ପ୍ରଦେଶର ସ୍ୱପ୍ନ ଏବେ ବି ଅଧା ଥିଲା। ଆଉ ଏହିଠାରୁ ଆରମ୍ଭ ହେଉଛି ଆମର ଦ୍ୱିତୀୟ ମୁଖ୍ୟ ପର୍ଯ୍ୟାୟ, ମିଶ୍ରଣ ଯୁଗ ବା ଦି ଇଣ୍ଟିଗ୍ରେସନ୍ ଏରା, ଯାହା 1946ରୁ 1939 ପର୍ଯ୍ୟନ୍ତ ଚାଲିଥିଲା। ଏକ୍ଜାକ୍ଟଲି। ଭାରତ ଯେତେବେଳେ ସ୍ୱାଧୀନତା ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଥିଲା, ବ୍ରିଟିଶ କ୍ଷମତା ହସ୍ତାନ୍ତରଣ କାରଣରୁ ଏକ ପାୱାର ଭ୍ୟାକ୍ୟୁମ୍ ସୃଷ୍ଟି ହୋଇଥିଲା। ଏହି ଅସମ୍ପୂର୍ଣ୍ଣ ପ୍ରଦେଶର ମିଶ୍ରଣ ଦାୟିତ୍ୱ ସ୍ଥାନୀୟ ନେତୃତ୍ୱ କିପରି ନେଲେ ତାହା ଅନୁଧ୍ୟାନ କରିବା ନିହାତି ଦରକାର। ଆଉ ଏହି ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ପରିବର୍ତ୍ତନ ଘଟିଲା ଏପ୍ରିଲ 3, 1946ରେ। ପ୍ରାଦେଶିକ ନିର୍ବାଚନରେ କଂଗ୍ରେସ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କଲା ଏବଂ ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ। ହଁ, ମହତାବ ବୁଝିସାରିଥିଲେ ଯେ ଯଦି ଗଡ଼ଜାତଗୁଡ଼ିକୁ ମିଶା ନଯାଏ, ତେବେ ଓଡ଼ିଶାର ଅର୍ଥନୀତି ଏବଂ ପ୍ରଶାସନ ସୁଦୃଢ଼ ହୋଇପାରିବା ନାହିଁ। ସେ ତୁରନ୍ତ ଏହି ପ୍ରସଙ୍ଗକୁ ଭାରତେ ଆସିଥିବା ବ୍ରିଟିଶ କ୍ୟାବିନେଟ୍ ମିଶନ ନିକଟରେ ଉପସ୍ଥାପନ କଲେ।
ଆଉ ଏକ ଶକ୍ତିଶାଳୀ ଏବଂ କେନ୍ଦ୍ରୀଭୂତ ପ୍ରଶାସନ ଗଠନ ଲକ୍ଷ୍ୟରେ ସେପ୍ଟେମ୍ବର 30, 1946ରେ ରାଜଧାନୀକୁ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ପାରିତ କରାଗଲା, ରାଇଟ୍? ଏକଦମ ଠିକ୍। କିନ୍ତୁ ଏହି ରାଜନୈତିକ ଏକତ୍ରୀକରଣ କଥା ପଢ଼ିବା ବେଳେବେଳେ ମନେ ହୁଏ ଯେମିତି କିଛି ବଡ଼ ନେତା ଏକାଠି ବସି କେବଳ ଗୋଟିଏ କାଗଜରେ ଚୁକ୍ତି ସ୍ୱାକ୍ଷର କରିଦେଲେ, କିନ୍ତୁ ଗ୍ରାଉଣ୍ଡ ରିଆଲିଟି ସମ୍ପୂର୍ଣ୍ଣ ଅଲଗା ଥିଲା ତ? ବହୁତ ଅଲଗା ଥିଲା। ଏହା କେବଳ ନେତାଙ୍କ ଦ୍ୱାରା ଉପର ସ୍ତରରେ ବା ଟପ୍ ଡାଉନ୍ ଲେଭେଲରେ ନିଆଯାଇଥିବା ନିଷ୍ପତ୍ତି ନଥିଲା। ପ୍ରଜାମଣ୍ଡଳ ଆନ୍ଦୋଳନ ବା ପ୍ରଜାମଣ୍ଡଳ ମୁଭମେଣ୍ଟ ପ୍ରମାଣ କରେ ଯେ ନିମ୍ନ ସ୍ତରରୁ ସାଧାରଣ ଜନତା ମଧ୍ୟ ଏହି ମିଶ୍ରଣ ପାଇଁ ବ୍ୟାକୁଳ ଥିଲେ। ସେମାନେ ଗଡ଼ଜାତ ରାଜାମାନଙ୍କର ଅତ୍ୟାଚାର ଏବଂ ଶୋଷଣର ମୁକ୍ତି ଚାହୁଁଥିଲେ। ମାନେ ଏକତ୍ରୀକରଣ କେବଳ ଏକ ପ୍ରଶାସନିକ ଆବଶ୍ୟକତା ନଥିଲା, ବରଂ ଏହା ଏକ ବିରାଟ ଗଣତାନ୍ତ୍ରିକ ଇଚ୍ଛାଶକ୍ତି ବା ପବ୍ଲିକ୍ ୱିଲ୍‌ର ରୂପ ନେଇସାରିଥିଲା। ଆଉ ଏହି ଜନ ଆନ୍ଦୋଳନର ଏକ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଲା ଅଗଷ୍ଟ 10, 1947ରେ ସମ୍ମିଳନୀରେ। ଏଠାରେ ଛତିଶଗଡ଼ ଏବଂ ଅନ୍ୟାନ୍ୟ ଦେଶୀୟ ରାଜ୍ୟର ସାଧାରଣ ନାଗରିକ ଏବଂ ପ୍ରତିନିଧିମାନେ ଏକାଠି ହୋଇ ସିଧାସଳଖ ଓଡ଼ିଶାରେ ମିଶିବା ପାଇଁ ଦୃଢ଼ ଇଚ୍ଛା ପ୍ରକାଶ କଲେ। ସେମାନଙ୍କର ସ୍ପଷ୍ଟ ଦାବି ଥିଲା ଯେ ସ୍ୱାଧୀନ ଭାରତରେ ରାଜତନ୍ତ୍ରର କୌଣସି ସ୍ଥାନ ନାହିଁ ଏବଂ ସେମାନେ ଗଣତାନ୍ତ୍ରିକ ଓଡ଼ିଶା ପ୍ରଦେଶର ଅଂଶ ହେବାକୁ ଚାହନ୍ତି। ଆଉ ପ୍ରାଦେଶିକ ସରକାର ମଧ୍ୟ ଲୋକଙ୍କର ଏହି ନୈତିକ ଦାବିକୁ ଗ୍ରହଣ କଲେ। ହଁ, ଲୋକଙ୍କର ବିପୁଳ ସମର୍ଥନ ଥିଲା, ନୂଆ ସରକାରଙ୍କର ଇଚ୍ଛା ଶକ୍ତି ମଧ୍ୟ ଥିଲା, କିନ୍ତୁ ଅନେକ ଗଡ଼ଜାତ ରାଜା ନିଜର ବଂଶାନୁକ୍ରମିକ କ୍ଷମତା ଏବଂ ସ୍ୱାଧୀନତା ଏତେ ସହଜରେ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ଅସମ୍ଭବ ମନେ ହେଉଥିଲା, ବିଶେଷ କରି ନୀଳଗିରିରେ ଯାହା ଘଟିଲା। ଠିକ୍ କଲେ, ନୀଳଗିରି ଅଞ୍ଚଳରେ ଯାହା ଘଟିଲା ତାହା ସମ୍ପୂର୍ଣ୍ଣ ପ୍ରକ୍ରିୟାର ମୂଳ ବଦଳାଇ ଦେଇଥିଲା। ନଭେମ୍ବର 14, 1947ରେ ନୀଳଗିରିର ରାଜା ବିଦ୍ରୋହ କରୁଥିବା ପ୍ରଜାମଣ୍ଡଳ ନାଗରିକଙ୍କୁ ଦମନ କରିବା ପାଇଁ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଲେ। ମାନେ ସେ ଆଦିବାସୀ ସମ୍ପ୍ରଦାୟକୁ ଉସ୍କାଇ ସାଧାରଣ ନାଗରିକଙ୍କ ବିରୋଧରେ ଟ୍ରାଇବାଲ ଭାଇଲେନ୍ସ ବା ଆଦିବାସୀ ହିଂସା ସୃଷ୍ଟି କଲେ। ଉଦ୍ଦେଶ୍ୟ ଥିଲା ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡ଼ି ଦେବା, ଯାହାଦ୍ୱାରା ଦର୍ଶାଇ ଯାଇପାରିବ ଯେ ଗଣତନ୍ତ୍ର ଏଠାରେ କାମ କରିବ ନାହିଁ। ଆଉ ରାଜାଙ୍କର କଠୋର ନିୟନ୍ତ୍ରଣ ନିହାତି ଆବଶ୍ୟକ, କିନ୍ତୁ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ଚାଲ ବା ଷଡ଼ଯନ୍ତ୍ରକୁ ଭଲ ଭାବେ ବୁଝିପାରୁଥିଲେ। ସେ ଜାଣିଥିଲେ ଯଦି ନୀଳଗିରି ରାଜାଙ୍କୁ ଅଟକା ନଯାଏ ତେବେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ସମାନ ହିଂସାକାଣ୍ଡ ଘଟିବ। ତେଣୁ ସେ କେନ୍ଦ୍ର ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ସହିତ ତୁରନ୍ତ ଯୋଗାଯୋଗ କଲେ। ରାଇଟ୍। ହଁ, ସର୍ଦ୍ଦାର ପଟେଲ ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମୋଦନ ଦେଲେ। ଏହି ଅନୁମୋଦନ ବଳରେ ମହତାବ ଏକ ସଶସ୍ତ୍ର ପୋଲିସ ବାହିନୀ ମାନେ ଆର୍ମଡ ପୋଲିସ ଫୋର୍ସ ପଠାଇ ନୀଳଗିରି ପ୍ରଶାସନକୁ ସିଧାସଳଖ ସରକାରଙ୍କ ଦଖଲକୁ ନେଇଗଲେ। ୱାଓ! ଏହି ଗୋଟିଏ ପଦକ୍ଷେପ ସମସ୍ତ ଗଡ଼ଜାତ ରାଜାଙ୍କ ମଧ୍ୟରେ ଏକ ସ୍ପଷ୍ଟ ବାର୍ତ୍ତା ଖେଳାଇଦେଲା ଯେ ଭାରତ ସରକାର ବଳ ପ୍ରୟୋଗ କରିବାକୁ ପଛାଇବେ ନାହିଁ। ଆଉ ସେମାନଙ୍କର ବ୍ୟକ୍ତିଗତ ପ୍ରତିରୋଧ କାମ ଦେବ ନାହିଁ। ନୀଳଗିରିର ଏହି ପତନ ପରେ ବାକି ରାଜାମାନେ ଅନୁଭବ କଲେ ଯେ ସେମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ଏହି ଚାପର ସୁଯୋଗ ନେଇ ଡିସେମ୍ବର 14, 1947ରେ କଟକ ସମ୍ମିଳନୀ ବା କଟକ କନଫରେନ୍ସ ଆୟୋଜନ କରାଗଲା। ଏଠାରେ ଅନ୍ୟ ସମସ୍ତ ଗଣଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପରେଖା ଦିଆଗଲା। ଏହି ସମ୍ମିଳନୀ ଏବଂ ଏହା ପରବର୍ତ୍ତୀ ଆଇନଗତ ପ୍ରକ୍ରିୟାକୁ ଆମେ ଏକ ବଡ଼ ରିଏଲ ଏଷ୍ଟେଟ୍ କାରବାରର ଶେଷ କ୍ଲୋଜିଂ କଣ୍ଟ୍ରାକ୍ଟ ବା କ୍ଲୋଜିଂ କଣ୍ଟ୍ରାକ୍ଟ ସହିତ ତୁଳନା କରିପାରିବା। ଯେଉଁଠି ଦୀର୍ଘଦିନର ଆଲୋଚନା ଏବଂ ମୂଳ ଚୁକ୍ତି ସରିଯାଇଥିଲା, ଏବେ କେବଳ ଫାଇନାଲ ଦସ୍ତଖତ ଦରକାର ଥିଲା, ଯାହାଦ୍ୱାରା ବାସ୍ତବିକ ମାଲିକାନା ଆଇନଗତ ଭାବେ ହସ୍ତାନ୍ତର ହୋଇପାରିବ। ବିଲକୁଲ। ଏବଂ ସେହି ଐତିହାସିକ କ୍ଲୋଜିଂ କଣ୍ଟ୍ରାକ୍ଟ ଥିଲା ଏକ୍ସଟ୍ରା ପ୍ରୋଭିନ୍ସିଆଲ ଜୁରିସଡିକ୍ସନ ଆକ୍ଟ 1947। ଅତିରିକ୍ତ ପ୍ରାଦେଶିକ କ୍ଷମତା ଆଇନ। କାରଣ କେବଳ ପୋଲିସ ପଠାଇ ଦଖଲ କରିନେବା ଯଥେଷ୍ଟ ନଥିଲା। ଆନ୍ତର୍ଜାତିକ ଏବଂ ସାମ୍ବିଧାନିକ ନିୟମ ଅନୁଯାୟୀ ଏହାର ବୈଧତା ନିହାତି ଆବଶ୍ୟକ ଥିଲା। ଏକଦମ। ଡିସେମ୍ବର 23, 1947ରେ ଏହି ଆକ୍ଟ ପ୍ରଣୟନ ହେଲା, ଯାହା ବଳରେ ଗଡ଼ଜାତ ରାଜ୍ୟଗୁଡ଼ିକର ସମସ୍ତ ପ୍ରଶାସନିକ ଦାୟିତ୍ୱ ଆନୁଷ୍ଠାନିକ ଭାବେ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରାଗଲା। ଏହି ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଜାନୁଆରୀ 1, 1948ରୁ ନୂତନ ସରକାରୀ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଦେଶରେ ଏକାକର ଭାବେ କାର୍ଯ୍ୟକାରୀ ହେଲା। ତଥାପି 1948 ଆରମ୍ଭ ବେଳକୁ ଅଧିକାଂଶ ଗଡ଼ଜାତ ମିଶି ସାରିଥିଲେ ମଧ୍ୟ ଆଧୁନିକ ଓଡ଼ିଶାର ସୀମା
ବା ଫାଇନାଲ ବର୍ଡର୍ସ ସମ୍ପୂର୍ଣ୍ଣ ଚୂଡ଼ାନ୍ତ ରୂପ ନେବାକୁ ଆହୁରି କିଛି ସମୟ ଲାଗିଲା। ହଁ, କାରଣ ଏଠାରେ ମୟୂରଭଞ୍ଜର ମିଶ୍ରଣ ପ୍ରକ୍ରିୟା ଟିକେ ଭିନ୍ନ ଥିଲା। ଅକ୍ଟୋବର 17, 1948ରେ ମୟୂରଭଞ୍ଜ ସିଧାସଳଖ କେନ୍ଦ୍ର ସରକାର ବା ଭାରତ ସହିତ ମିଶିଲା। ଆଉ ତାପରେ ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାନୁଆରୀ 1, 1949ରେ ମୟୂରଭଞ୍ଜକୁ ଆନୁଷ୍ଠାନିକ ଭାବେ ଓଡ଼ିଶାକୁ ହସ୍ତାନ୍ତର କଲେ। କିନ୍ତୁ ଏହି ସମଗ୍ର ପ୍ରକ୍ରିୟାରେ ଏକ ବଡ଼ ଦୁଃଖଦ ଘଟଣା ମଧ୍ୟ ଘଟିଲା। ଆପଣ ବୋଧହୁଏ ସଢ଼େଇକଳା ଏବଂ ଖରସୁଆ କଥା କହୁଛନ୍ତି। ହଁ, ସାରାଇକେଲା ଆଉ ଖରାସାୱାନ। ଏହି ଦୁଇଟି ଖାଣ୍ଟି ଓଡ଼ିଆ ଭାଷାଭାଷୀ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ସମୃଦ୍ଧ ଅଞ୍ଚଳ ଓଡ଼ିଶା ପ୍ରଶାସନଠାରୁ ସବୁଦିନ ପାଇଁ ବିଚ୍ଛିନ୍ନ ହୋଇ ବିହାର ରାଜ୍ୟ ସହିତ ମିଶିଗଲା। ପ୍ରକୃତରେ ବହୁତ ଦୁଃଖଦ। ତେବେ ଏହି ବିଶାଳ, ଜଟିଳ ଏବଂ ସମ୍ବେଦନଶୀଳ ଏକତ୍ରୀକରଣ ପ୍ରକ୍ରିୟା କେବେ ବି ଜଣେ ବ୍ୟକ୍ତିଙ୍କ ପ୍ରୟାସରେ ସମ୍ଭବ ହୋଇନଥାନ୍ତା। ବିଲକୁଲ ନୁହେଁ। ଏହି ଐତିହାସିକ ସଫଳତା ପଛରେ ମୁଖ୍ୟତଃ 3 ଜଣ ବ୍ୟକ୍ତି ଥିଲେ, ଯେଉଁମାନଙ୍କୁ ଆମେ ଏକତ୍ରୀକରଣର 3 ବିନ୍ଧାଣୀ ବା ଦ 3 ଆର୍କିଟେକ୍ଟସ୍ କହିପାରିବା। ହରେକୃଷ୍ଣ ମହତାବ, ସର୍ଦ୍ଦାର ପଟେଲ ଏବଂ ଭିପି ମେନନ ପ୍ରତ୍ୟେକଙ୍କର ଭୂମିକା ନିର୍ଦ୍ଦିଷ୍ଟ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଛାତ୍ରଛାତ୍ରୀମାନେ ପରୀକ୍ଷା ଖାତାରେ ଉତ୍ତର ଲେଖିବା ବେଳେ ଏହି 3 ଜଣଙ୍କର ନିର୍ଦ୍ଦିଷ୍ଟ ଭୂମିକାକୁ କିପରି ସ୍ପଷ୍ଟ ଭାବେ ଉପସ୍ଥାପନ କରିବେ, ସେଥିପାଇଁ ଏହାକୁ ଏକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟ୍ରାଏଙ୍ଗଲ ବା ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟ୍ରାଏଙ୍ଗଲ ରୂପେ ବିଚାର କରାଯାଇପାରେ। ଆଚ୍ଛା, ତେବେ ମହତାବ ହେଲେ ଆମର ଲୋକାଲ ପ୍ରୋଜେକ୍ଟ ମ୍ୟାନେଜର। ଏକ୍ଜାକ୍ଟଲି। ସେ ଗ୍ରାଉଣ୍ଡ ୱାର୍କ କରୁଥିଲେ, ସ୍ଥାନୀୟ ନେତା ଏବଂ ରାଜାମାନଙ୍କ ସହ ଆଲୋଚନା କରୁଥିଲେ, କଟକ ସମ୍ମିଳନୀର ଆୟୋଜନ କଲେ ଏବଂ ନୀଳଗିରି ଭଳି ସଙ୍କଟ ସମୟରେ ତୁରନ୍ତ ନିଷ୍ପତ୍ତି ନେଲେ। ଆଉ ଦ୍ୱିତୀୟରେ ସର୍ଦ୍ଦାର ପଟେଲ, ଯିଏ ଏକ୍ଜିକ୍ୟୁଟିଭ ସ୍ପନ୍ସର ଥିଲେ, ସେ କେନ୍ଦ୍ରୀୟ କ୍ଷମତାର ପ୍ରୟୋଗ କଲେ ଏବଂ ଯେଉଁଠି ଦରକାର ପଡ଼ିଲା ସେଠାରେ ବଳ ପ୍ରୟୋଗ ନିମନ୍ତେ ଫାଇନାଲ ଆପ୍ରୁଭାଲ ପ୍ରଦାନ କଲେ। ଆଉ ତୃତୀୟରେ ଭିପି ମେନନ, ଯିଏ ଆମର ଲିଗଲ ବା ଆଇନଗତ ବିଶେଷଜ୍ଞ ଥିଲେ। ଏତେଗୁଡ଼ିଏ ଭିନ୍ନ ଭିନ୍ନ ଚୁକ୍ତିବଦ୍ଧ ରାଜ୍ୟଗୁଡ଼ିକୁ ଭାରତୀୟ ସମ୍ବିଧାନ ପରିସରଭୁକ୍ତ କରିବା ପାଇଁ ଯେଉଁ ଜଟିଳ ଆଇନଗତ ରୂପରେଖା ବା ଲିଗଲ ଫ୍ରେମୱାର୍କସ୍ ଦରକାର ଥିଲା, ତାହା ମେନନ ହିଁ ପ୍ରସ୍ତୁତ କରିଥିଲେ। ବହୁତ ବଢ଼ିଆ କୌଶଳ। ଏହିପରି ଭାଗ ଭାଗ କରି ମନେ ରଖିଲେ ଛାତ୍ରଛାତ୍ରୀମାନେ ଉତ୍ତର ଲେଖିବା ବେଳେ କେବେ ବି ଦ୍ୱନ୍ଦ୍ୱରେ ପଡ଼ିବେ ନାହିଁ। ମୁଁ ବି ସେଇଆ ଭାବୁଛି। ଏହି ଟ୍ରାଏଙ୍ଗଲ ବିଶ୍ଳେଷଣ ପ୍ରକୃତିର ସମସ୍ତ ବିଷୟବସ୍ତୁକୁ ଖୁବ୍ ସହଜ କରିଦେଉଛି। ତେବେ 1920 ମସିହାରେ ସିନା ରେଜଲ୍ୟୁସନରୁ ଆରମ୍ଭ ହୋଇଥିବା ଏହି ଆଇନଗତ ଯାତ୍ରା ଶେଷରେ 1949ରେ ମୟୂରଭଞ୍ଜର ମିଶ୍ରଣ ସହିତ ସମାପ୍ତ ହେଲା। ଆଉ ଏହା କେବଳ କେତୋଟି କମିଟିର ରିପୋର୍ଟ ବା ସୀମା ନିର୍ଦ୍ଧାରଣ କମିଶନର ତଥ୍ୟ ନଥିଲା। ନା, ବରଂ ଏହା ଥିଲା ନେତାମାନଙ୍କର ଅଦ୍ଭୁତ କୂଟନୀତିକ ଦକ୍ଷତା, କଟକ ସମ୍ମିଳନୀ ଭଳି ଚୂଡ଼ାନ୍ତ ରଣନୀତି ଏବଂ ସର୍ବୋପରି ପ୍ରଜାମଣ୍ଡଳ ଆନ୍ଦୋଳନ ଭଳି ଏକ ବିଶାଳ ଜନଜାଗରଣର ଏକ ମିଶ୍ରିତ ଫଳାଫଳ। ଆଜିର ଏହି ବିଶ୍ଳେଷଣରୁ ସ୍ପଷ୍ଟ ହେଉଛି ଯେ ଭୌଗୋଳିକ ଏକତ୍ରୀକରଣ କେବଳ ମାନଚିତ୍ରରେ ଗାର ଟାଣିବା ନୁହେଁ। ଏହା ମଣିଷର ଅସ୍ମିତା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଏକ ଜଟିଳ ସଂଘର୍ଷ। ବିଲକୁଲ ସତ କଥା। ଶେଷରେ ଗୋଟିଏ କୌତୂହଳପୂର୍ଣ୍ଣ ପ୍ରଶ୍ନ ଉପରେ ଚିନ୍ତା କରିବାର ସମୟ ଆସିଛି। ଟିକେ ଭାବନ୍ତୁ, ଯଦି ସଢ଼େଇକଳା ଏବଂ ଖରସୁଆ ବିହାର ବଦଳରେ ଓଡ଼ିଶାରେ ମିଶିଥାନ୍ତା, ଯାହାକି ଭାଷାଗତ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଥିଲା। କିମ୍ବା 1931ର ସେହି ବାଉଣ୍ଡରୀ କମିଶନର 33,000 ବର୍ଗମାଇଲ ମ୍ୟାଟ୍ରିକ୍ସରେ ଆହୁରି କିଛି ଅଧିକ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ସାମିଲ କରାଯାଇଥାନ୍ତା। ହଁ, ତେବେ ଆଜି ପୂର୍ବ ଭାରତର ବା ଇଷ୍ଟର୍ଣ୍ଣ ଇଣ୍ଡିଆର ଭୌଗୋଳିକ ଅର୍ଥନୀତି, ଖଣିଜ ସମ୍ପଦର ବିକାଶ ଏବଂ ରାଜନୀତିର ଚିତ୍ର କେତେ ଭିନ୍ନ ହୋଇଥାନ୍ତା। ଏହି ଛିନ୍ନ ଭିନ୍ନ ଜିକ୍ସ ପଜଲର ଚୂଡ଼ାନ୍ତ ରୂପ ବୋଧହୁଏ ଆହୁରି ବିଶାଳ ଏବଂ ସମୃଦ୍ଧ ହୋଇପାରିଥାନ୍ତା। ସତରେ ଏହା ଏକ ଚିନ୍ତା କରିବା ଭଳି ବିଷୟ। ଆଉ ଛାତ୍ରଛାତ୍ରୀମାନଙ୍କ ପରାମର୍ଶ ଯେ ପରୀକ୍ଷା ପ୍ରସ୍ତୁତି ପାଇଁ ଏହି ଆଲୋଚନାରେ ଥିବା ନିର୍ଦ୍ଦିଷ୍ଟ ତାରିଖ, ନାମ, ଆକ୍ଟ ଏବଂ କମିଟିଗୁଡ଼ିକୁ ବାରମ୍ବାର ଅଭ୍ୟାସ କରନ୍ତୁ। ଏହି ତଥ୍ୟଗୁଡ଼ିକ ଉତ୍ତରକୁ ଅଧିକ ପ୍ରାମାଣିକ କରିବ। ଆଗାମୀ ପରୀକ୍ଷା ପାଇଁ ଅନେକ ଶୁଭକାମନା।